ଶମଶାନ ଘାଟର ପ୍ରାଚୀରରେ ଗୋଟିଏ ସୁନ୍ଦର କଥା ଲେଖା ହେଇଥିଲା। ଏଠି ସମସ୍ତେ ନିଜର। ବାସ୍ତବିକ ଭାବିଲା ବେଳକୁ ଅନେକ କିଛି ମନକୁ ଆସେ। ସାଥିରେ ଯେଉଁ ଚାରିଜଣ ବୋହିକି ନେଉଥିଲେ ସେମାନେ ନିଜର। ଯେଉଁମାନେ ରାମ ନାମ ସତ୍ୟ ହେ ହରିନାମ ସତ୍ୟ ହେ କହୁଥିଲେ ସେମାନେ ବି ନିଜର। ଶବ ଆଗରେ ଯାଏ ଆଉ ସମସ୍ତେ ପଛରେ ଯାଆନ୍ତି ଏବଂ କାନ୍ଧ ଦେଇ ସାରିଲା ପରେ ଆପଣାର ଲୋକମାନେ ହିଁ ଜଳେଇ ଦିଅନ୍ତି ଏବଂ ସେଇଠି ସବୁକିଛି ପରିସମାପ୍ତି ହୁଏ। ପିନ୍ଧିଥିବା ଏହି ବସ୍ତ୍ରଟି ବି ମୋର ନୁହେଁ। ବେକରେ ପକାଇଥିବା ହାର ମାଳ, କାନରେ ପିନ୍ଧିଥିବା, ନାକରେ ପିନ୍ଧିଥିବା ଏବଂ ନିଜକୁ ସମସ୍ତଙ୍କ ସାମ୍ନାରେ ଦେଖାଇ ହେଉଥିବା ଯେତେ ଜିନିଷ ସବୁ ଏଇଠି ରହିଯାଏ। ଆଉ କେବଳ କର୍ମ ହିଁ ଯାଏ ସାଥିରେ, ସତ୍କର୍ମ। ସେଇ ସତ୍କର୍ମର ଯେଉଁ ସତୁଆ ଲୋକମାନେ ଯାଆନ୍ତି ତାଙ୍କରି ପାଇଁ ଅନ୍ୟମାନେ ଦି ଟୋପା ଲୁହ ଢାଳନ୍ତି, କିନ୍ତୁ ଦୁଃଖ ଦେଲାବାଲା ନିଜ ଲୋକ, ସୁଖ ଦେଲାବାଲା ବି ନିଜ ଲୋକ। ସେଇ ନିଜ ଲୋକଙ୍କ ପାଇଁ ଜୀବନ ସାରା ପରିଶ୍ରମ କରି କରି ଯାହା ସଞ୍ଚିଥିଲ ତାକୁ ଛାଡ଼ି ଦେଇକି ଯିବ, କିନ୍ତୁ ଯଦି ସାଥିରେ ନେବ କେବଳ ମାତ୍ର କର୍ମ। ସେଇ କର୍ମ ପୁଣି ସତ୍କର୍ମ ହେବା ଦରକାର। କିଛି ନାହିଁ, କିଛି ନାହିଁ, କିଛି ନାହିଁ, ସବୁ ମିଛ, ସବୁ ମାୟା, ସବୁ ମୋହ, ସବୁ ମରିଚିକା, ଯେଉଁଠି ଟୋପାଏ ପାଣି ପାଇଁ ଜୀବନ ସାରା ସଂଗ୍ରାମ କରିବାକୁ ପଡ଼େ। ଜୟ ଜଗନ୍ନାଥ।